ଆଦର୍ଶ ଆଉ ପଲ୍ଲବୀ ଡାଇନିଂକୁ ଯାଉଥିବା ବେଳେ ମମତା କହିବେ, ପଲ୍ଲବୀ ଆରେ ତୁ ସିଆଡ଼େ କୁଆଡ଼େ ଯାଉଛୁ? ଆଗ ଠାକୁରଙ୍କ ପାଖରେ ଭୋଗ ଲଗେଇ ପ୍ରଣାମ କର, ତାପରେ ଯାହା କରିବୁ। ତାପରେ ପଲ୍ଲବୀ ଠାକୁରଙ୍କୁ ମୁଣ୍ଡିଆ ମାରିବେ ଆଉ କହିବେ, ହେ ପ୍ରଭୁ, ଆଜି ମୋ ପାଇଁ ଗୋଟେ ବହୁତ ବଡ଼ ଦିନ। ବାସ୍ ମୋତେ ଶକ୍ତି ଦିଅ ପ୍ରଭୁ, ଯେମିତି ମୁଁ ମୋ କାମ ଭଲରେ ଭଲରେ କରିବି। ମୋ ବାପା ଯୋଉଠି ବି ଥାଆନ୍ତୁ ନା କାହିଁକି, ସିଏ ମୋତେ ପୋଲିସ ଅଫିସର ହେବା ଦେଖି ଯେମିତି ବହୁତ ଗର୍ବ ଅନୁଭବ କରନ୍ତୁ। ତାପରେ ମମତା କହିବେ, ପଲ୍ଲବୀ ଏବେ ଠାକୁର ପାଖରେ ଅଛି, ମୁଁ ଯାଉଛି ତା ପାଖରେ ଭୋଗ ଥାଲି ରଖିଦିଏ। ସେ ଠାକୁରଙ୍କ ପାଖରେ ଭୋଗ ଲଗେଇ ଦେବ। ଯାଉଥିବେ ଆଉ ରୁବିଙ୍କ ଝିଅ ଆସି କହିବେ, ଆରେ କାହା ପାଖରେ 500 ଟଙ୍କା ଚେଞ୍ଜ ଅଛି? ଟିକେ ଜଲ୍ଦି ଦିଅ, ସେ କ୍ୟାବ୍ ବାଲା କେସ୍ ମାଗୁଛି। ଆଉ କିଏ ଅଛ ଘର ଭିତରେ? ମୋର ଲଗେଜ ଗୁଡ଼ାକ ଘର ଭିତରକୁ ନିଅ। ତାପରେ ନୀଲମକୁ ଦେଖି ରୁବି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ରୁବି କହିବେ, ନୀଲମ ତୁ ଏଠି? ତାପରେ ନୀଲମ କହିବେ, ଓହୋ ମାମା, ଏଇ ସମୟରେ ତମେ ସେଠି ଥାଇ ପ୍ରଶ୍ନ କରୁଛ? ପୁଣି ଭିତରକୁ ଆସି କହିବେ, ଆରେ ମାମା, କାହାକୁ କହ ମୋ ଲଗେଜ ବାହାରେ ଅଛି, ତାକୁ ଆଣି ରୁମ୍ରେ ରଖିଦେବ। ମାମା ଦ୍ୱାରେ ସେ କ୍ୟାବ୍ ବାଲା ଛିଡ଼ା ହେଇଛି, ତାକୁ ଯାଇ 350 ଟଙ୍କା ଦେଇଦିଅ। ମାମା ମୋତେ ବହୁତ ଜୋରରେ ଭୋକ ଲାଗିଲାଣି। ତାପରେ ନୀଲମ କହିବେ ଆନନ୍ଦକୁ, ଅଙ୍କଲ ଆପଣ ମୋତେ ଏମିତି କ'ଣ ଦେଖୁଛନ୍ତି? ଆପଣ ମୋତେ ଚିହ୍ନି ପାରୁନାହାନ୍ତି? ମୁଁ ପରା ଆପଣଙ୍କ ରୁବି ଦିଦିଙ୍କ ଝିଅ ନୀଲମ। ତାପରେ ଆନନ୍ଦ କହିବେ, ହଁ ତମ ଦି ଜଣଙ୍କ କଥାବାର୍ତ୍ତାରୁ ଜାଣିପାରିଲି। ଗଡ୍ ବ୍ଲେସ୍ ୟୁ। ତାପରେ ନୀଲମ ଖାଇବା ଦେଖି ଡାଇନିଂ ଟେବୁଲରେ ବସି ଖାଉଛନ୍ତି। ତାପରେ ରୁବି କହିବେ, ଏ କ'ଣ କରୁଛୁ ଏସବୁ? ଆଗେ ଯାଇ ହାତ ଧୋଇ ଆସ, ତାପରେ ଭଲରେ ବସି ପ୍ଲେଟକୁ ଆଣି ବ୍ରେକଫାଷ୍ଟ ଖା। ମାୟା ଏସବୁ ପସନ୍ଦ କରେନି। ତାପରେ ନୀଲମ କହିବେ, କିନ୍ତୁ ମାୟା ଆଣ୍ଟି କୁଆଡ଼େ ଗଲେ? ଆଉ ତାପରେ ଆଦର୍ଶକୁ ଦେଖି କହିବେ, ଆରେ ଆଦୁ ତୁ, ଓ ମାଇ ଗଡ୍, ଏଡ଼ିକି ଟିକେ ଥିଲୁ, ଏତେ ବଡ଼ ହେଇଗଲୁଣି। ଏନିୱେ, ତୁ ଏବେ ବି କ୍ୟୁଟ୍ ଲାଗୁଛୁ। ତାପରେ ଆଦର୍ଶଙ୍କ ଗାଲକୁ ଚିମୁଡ଼ି ଦେବେ ଆଉ ମାୟା ଆଣ୍ଟି କହି ଉପରକୁ ହାତ ଧୋଇଯିବେ। ତାପରେ ଆନନ୍ଦ କହିବେ, ଆଦର୍ଶ, ବାହାରେ କ୍ୟାବ୍ ବାଲା ଅପେକ୍ଷା କରିଛି, ଯାଇକି ତୁ ଦେଇଦେ। ତାପରେ ଆଦର୍ଶ କହିବେ, ନାଇଁ ବାବା ଥାଉ, ମୁଁ ଯାଇ ଦେଇଦେଉଛି। ତାପରେ ଆଦର୍ଶ ବାହାରକୁ ଯିବେ। ତାପରେ ରୁବି କହିବେ, ନିମ୍କି, ଚାହିଁଛୁ କ'ଣ? ନୀଲମର ଲଗେଜ ଗୁଡ଼ା ବାହାରେ ଅଛି, ଯା ନେଇ ଆସ। ତାପରେ ନିମ୍କି ଯାଇ ଲଗେଜ ନେଇ ଆସିବେ। ତାପରେ ନୀଲମ ଆସି କହିବେ, ମାମା, ମୁଁ ହାତ ଧୋଇ ଆସିଲି, ଏଥର ତ ଖାଇପାରିବି ନା? ତାପରେ ରୁବି କହିବେ, ହଁ ଖାଇପାରିବୁ, ସେଇଠି ବସ। ପୁଣି କହିବେ, ରିମଝିମ୍, ତା ପାଇଁ ଖାଇବା ବାଢ଼। ତାପରେ ନୀଲମ ନିଜେ ଖାଇବା ଆଣି ଖାଇବେ। ତାପରେ ସମସ୍ତେ ନୀଲମକୁ ଦେଖି ଆଶ୍ଚର୍ଯ୍ୟ ହେଇଯିବେ। ତାପରେ ଆନନ୍ଦ କହିବେ, କଥା କ'ଣ ନୀଲମ, ତୁ ଫରେନରୁ ଇଣ୍ଡିଆ କେବେ ଆସିଲୁ? ତାପରେ ନୀଲମ କହିବେ, ଆକ୍ଚୁଆଲି ଅଙ୍କଲ, ମୋ ହଜବେଣ୍ଡ ଏଠି ଗୋଟେ ବିଜନେସ୍ ଟ୍ରିପ୍ରେ ଆସିଛନ୍ତି। ଏବେ ସେ ପୁରା ଦେଶ ଏଠି ସେଠି ହୋଇ ବିଜନେସ୍ ଟ୍ରିପ୍ରେ ବୁଲିବେ। ତେଣୁ ମୁଁ ଭାବିଲି ତାଙ୍କ ସହିତ ଏଠି ସେଠି ହେଇ ବୁଲିବା ଅପେକ୍ଷା ଏଠିକି କାହିଁ ନ ଚାଲି ଆସିବି। ଏଠି ମାମା ଆଉ ଆପଣମାନଙ୍କ ସହିତ ଦେଖା ହେଇଯିବ ନା କ'ଣ ମାମା? ତାପରେ କହିବେ, ଆଚ୍ଛା ଅଙ୍କଲ, ମୁଁ କ'ଣ କିଛି ଭୁଲ କରିଛି? ତାପରେ ପଲ୍ଲବୀ ନୀଲମଙ୍କ ହାତକୁ ଦେଖି କହିବେ, ନୀଲମ ଦିଦି, ତମ ହାତରେ ଏସବୁ ଚିହ୍ନ କେମିତି? ତାପରେ ନୀଲମ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ, ନୀଲମର ହାତରେ କି ଚିହ୍ନ ଅଛି? ଆଗକୁ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।